ମୁଁ ଭଗବାନଙ୍କୁ ଡାକୁଛି ଆର ବର୍ଷ ଆରଥର ଯେତେବେଳେ ଜନ୍ମ ଦେବେ, ଯଦି ମଣିଷ ଜୀବନ ଦିଅନ୍ତି ତାହେଲେ ସେଇ ବାରିପଦାରେ ଜନ୍ମ ଦେବେ, ଆଉ ଗୋଟେ କଳାକାର କରିବେ। ମନର ଦେଶରେ ପ୍ରେମର ସହର, ପ୍ରେମର ସହରେ ଛୋଟ ଗୋଟେ ଘର। କିଏ କହେ ତାଙ୍କୁ ଦଣ୍ଡା ବାଳୁଙ୍ଗା, କିଏ କହେ ରୋମାଣ୍ଟିକ ହିରୋ। ପ୍ରକୃତରେ ଥିଲେ ସେ ଜଣେ ଭଲ ମଣିଷ। ଉତ୍ତମ ମହାନ୍ତି ଚାଲିଗଲେ ଆଜି, କିନ୍ତୁ ସାରା ଓଡ଼ିଶା ତାଙ୍କୁ ଝୁରୁଛି। ପିଲାଠାରୁ ବୁଢ଼ା ସମସ୍ତେ ମନେ ପକାଉଛନ୍ତି। ଉତ୍ତମ ମହାନ୍ତି ଯେତେବେଳେ ଫିଲ୍ମ କରୁଥିଲେ ସେ ତା ପୂର୍ବରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। 1977 ମସିହାରେ ଅଭିମାନ ଫିଲ୍ମରେ ସେ ପ୍ରଥମ କରି ସିନେମା ଜଗତକୁ ଆସିଥିଲେ। ତାପରେ ପରେ ଉତ୍ତମ ମହାନ୍ତିଙ୍କର ଅନେକ ଫିଲ୍ମ ଆସିଥିଲା। ଦଣ୍ଡା ବାଳୁଙ୍ଗା, ଭକ୍ତ ସାଲବେଗ, ଉଦଣ୍ଡି ସୀତା, ଏମିତି ଅନେକ ଫିଲ୍ମ ତାଙ୍କର ରହିଛି। ଉତ୍ତମ ମହାନ୍ତି ଯିଏକି 135ଟି ଓଡ଼ିଆ ଫିଲ୍ମ, 30ଟି ବଙ୍ଗଳା ଫିଲ୍ମ ସହିତ ଗୋଟିଏ ହିନ୍ଦୀ ଫିଲ୍ମ ମଧ୍ୟ କରିଛନ୍ତି, ନୟା ଜାହାର। ଆଜ୍ଞା 66 ବୟସରେ ଉତ୍ତମ ମହାନ୍ତି ଏକ ଏମିତି ରାଇଜକୁ ଚାଲି ଯାଇଛନ୍ତି ଯେଉଁଠିକି ସେ ଆଉ କେବେ ଫେରିବେନି। ସେ ଏକ ଏମିତି ରେଳର ବଗିରେ ବସିଛନ୍ତି ଯେଉଁ ରେଳର କି କେବଳ ଯିବା ଟ୍ରାକ୍ ରହିଛି, ଆସିବାର ଟ୍ରାକ୍ କୌଣସି ମଧ୍ୟ ନାହିଁ। ଆଉ ସେ ଟ୍ରେନରେ ସମସ୍ତେ ଦିନେ ନା ଦିନେ ବସିବା। ଝିଅଟା ଏମିତି ବାରମ୍ବାର ଘଣ୍ଟାକୁ ଦେଖୁଛି କାହିଁକି? ନିଶ୍ଚୟ କାହାକୁ ଅପେକ୍ଷା କରିଛି। ହେଲେ ଏଇ ପାର୍କରେ କିଏ କାହାକୁ ଅପେକ୍ଷା କରିପାରେ? ନିଶ୍ଚୟ ତା ପ୍ରେମିକକୁ ଅପେକ୍ଷା କରିଛି। ବୋଧହୁଏ ଉତ୍ତମ ମହାନ୍ତି ସେମିତି ଜଣେ କଳାକାର ଥିଲେ ଯାହାଙ୍କୁ କି ଚାଲିଗଲା ପରେ ଓଡ଼ିଶାର ସମସ୍ତ କଳାକାରଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ଛୋଟଠାରୁ ବୟସ୍କ ଲୋକ ସମସ୍ତେ ଆଜି ମନେ ପକାଉଛନ୍ତି, ସମସ୍ତେ ତାଙ୍କର କଥାକୁ ଝୁରୁଛନ୍ତି। ବୋଧହୁଏ ସେଇଭଳି ଅଭିନେତା ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଆଉ କେବେ ପାଇବନି। ଯେଉଁ କହନ୍ତି ନା ଓଲ୍ଡ ଇଜ୍ ଗୋଲ୍ଡ, ବୋଧହୁଏ ଓଡ଼ିଶା ଆଜି ସେମିତି ଖଣ୍ଡେ ସୁନାକୁ ହଜେଇ ଦେଇଛି।